ମୁଁ ଏ ଘଟଣା ସମ୍ପର୍କରେ ପ୍ରଦେଶ କଂଗ୍ରେସ କମିଟି ପୂର୍ବରୁ ଏକ ବିବୃତ୍ତି ମାଧ୍ୟମରେ ନିନ୍ଦା କରିଛି, ଘୋର ନିନ୍ଦା କରିଛି ଏବଂ ରାଜ୍ୟ ସରକାରଙ୍କର ପ୍ରଶାସନ ପୋଲିସ କଳ ତାଙ୍କର ଯେଉଁ ସମ୍ପୂର୍ଣ୍ଣ ଫେଲ୍ କରିଛି। ଏଫ୍ଏମ୍ କଲେଜ ପରେ ଏ ଘଟଣା ତାର 2 ଦିନ ପରେ ଏ ଘଟଣା ଘଟୁଛି ଏବଂ ସେଟା ଉପମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ସେ ଏ ପର୍ଯ୍ୟନ୍ତ ଯାଇନାହାନ୍ତି ଏବଂ ସମଗ୍ର ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି। ନାରୀ ସୁରକ୍ଷିତ ନୁହନ୍ତି। ଆପଣ ଭୁବନେଶ୍ୱରରେ ଯେକୌଣସି ମହିଳାଙ୍କୁ ଯେକୌଣସି ଝିଅକୁ ପଚାରିବେ ସେମାନେ ଫିଲ୍ କରୁଛନ୍ତି ଯେ ଆମେ ଅସୁରକ୍ଷିତ। ଏ ପ୍ରକାର ଏକ ଅବସ୍ଥା ଶାନ୍ତିପୂର୍ଣ୍ଣ ରାଜ୍ୟ ଆମର ଓଡ଼ିଶାର ମାନ ସମ୍ମାନ ବାହାରେ ନଷ୍ଟ ହୋଇସାରିଲାଣି। ତେଣୁକରି ପ୍ରଦେଶ କଂଗ୍ରେସ କମିଟି ଆକୁ ଗମ୍ଭୀରତାର ସହିତ ନେଇଛି ଏବଂ ଯେଉଁ ପରିବାର ଯେଉଁ ଝିଅଟି ବାପା ମାଙ୍କ ସାଙ୍ଗରେ ଆମେ ସମସ୍ତେ ଜୟଦେବ ବାବୁ ଦେବାଶିଷ ପଟ୍ଟନାୟକ ଅନ୍ୟମାନେ ସମସ୍ତେ ଯାଇଛନ୍ତି, ଦେଖା କରିଛନ୍ତି, ତାକୁ ଆଶ୍ୱସ୍ତ କରିଛନ୍ତି ଏବଂ ଯାହା ସହଯୋଗ ଦେବା କଥା କଂଗ୍ରେସ ପାର୍ଟି ତରଫରୁ ଦିଆଯିବ। ଏବଂ ଏ ସମ୍ପର୍କରେ ମୁଁ ଖାଲି ଏତିକି କହିବି, ରାଜ୍ୟ ସରକାରଙ୍କର କୌଣସି ନୈତିକ ଅଧିକାର ନାହିଁ ଗୋଟିଏ ମିନିଟ୍ସ କ୍ଷମତାରେ ରହିବାର।